ରାନୁ ଓ ଜଗୁ ଭଲ ସାଙ୍ଗ ଥିଲେ। ସେମାନେ ସବୁବେଳେ ଏକାଠି ଖାଆନ୍ତି ଓ ଖେଳନ୍ତି। ଦିନକର ଘଟଣା। ଜଗୁ, ମୁଁ କଣ କହୁଥିଲି କି? ଚାଲୁନୁ ଆଜି ଆମେ ସମୁଦ୍ର କୂଳ ଆଡେ ବୁଲିବାକୁ ଯିବା। କଣ କହିଲୁ? ସମୁଦ୍ର କୂଳ ଆଡେ ଯିବା? ନା ବାବା ନା, ମୁଁ ସିଆଡେ ଯିବିନି। ଯିବୁନୁ କାହିଁକି? କଣ ଅଛି କି ସେପଟେ? କାଇଁ ତୁ କଣ ଜାଣିନୁ କି? ମୋ ମା କହୁଥିଲା ସେ ସମୁଦ୍ର କୂଳକୁ କୁଆଡେ ଅସୁର ଚଢେଇମାନେ ଆସନ୍ତି, ଆଉ ସେମାନେ ଆମକୁ ଦେଖିଲେ ଖାଇଯାଆନ୍ତି। ଆରେ ଜଗୁ, ତୁ ପାଗଳ ନା କଣ? ଏମିତି କଥାବାର୍ତ୍ତା କରୁଛୁ ଯେ? ମୁଁ ପାଗଳ ନୁହେଁ, ସତ କହୁଛି ସତ। ଯଦି ତୋ କଥା ସତ, ତାହେଲେ ଆଜି ମୁଁ ସେଠାକୁ ଯିବି ଆଉ ସେମାନଙ୍କୁ ଦେଖିକି ଆସିବି। ନା ନା, ତୁ ସିଆଡେ ଯା ନା। ଯଦି ସେମାନେ ତତେ ଦେଖନ୍ତି ତାହେଲେ ତତେ ସେମାନେ ମାରି ଖାଇଯିବେ। ମୁଁ ତ ଯିବି, ଆଉ ତୁ ବି ମୋ ସହ ଯିବୁ। ନାଇଁ ନାଇଁ, ମୁଁ ଯିବିନି। ତୁ ମୋ ସାଙ୍ଗଟି, ତୁ ମତେ ଏକା ଛାଡ଼ି ରହିଯିବୁ? ଚାଲ ଯିବା, ଆମେ ଦୂରରୁ ରହି ତାଙ୍କୁ ଦେଖିବା। ଦୂରରୁ ଦେଖିବା କଥା ଶୁଣି ଜଗୁ ରାଜି ହେଇଗଲା ଏବଂ ସେମାନେ ସମୁଦ୍ର କୂଳ ଆଡେ ଚାଲିଲେ। କିଛି ସମୟ ପରେ ସେମାନେ ସେଠି ପହଞ୍ଚିଲେ। ଆରେ, ଏଠି ତ କେହି ବି ନାହାନ୍ତି। ତୁ ଖାଲି ମିଛରେ ଡରୁଥିଲୁ। ମୁଁ କଣ କେବେ ଦେଖିଛି ନା କଣ? ମୋ ମା କହୁଥିଲା ବୋଲି ମୁଁ ତତେ କହୁଥିଲି ନା ଆଉ। ହଉ, ଏତେ ବାଟ ତ ଆସିଲାଣି। ଚାଲ ସମୁଦ୍ର ପାଖକୁ ଯିବା ଆଉ ସମୁଦ୍ର କୂଳ ବୁଲିବା। ଚାଲୁନୁ ଚାଲ। ଏହାପରେ ସେମାନେ ସମୁଦ୍ର କୂଳକୁ ଗଲେ ଏବଂ ସେଠି ବୁଲିବାକୁ ଲାଗିଲେ। ବୁଲୁ ବୁଲୁ ସେମାନେ ଟିକେ ଦୂରକୁ ଚାଲିଗଲେ। ହଠାତ୍ ଜଗୁର ନଜର ଦୂରରେ ଥିବା ଗୋଟିଏ ଗଛ ଉପରେ ପଡ଼ିଲା। ରାନୁ, ଚାଲ ସେ ଗଛ ପାଖକୁ ଯିବା ଆଉ ସେଠି ବସିବା। ଚାଲୁନୁ ଚାଲ, ସେଠି ଟିକେ ବିଶ୍ରାମ କରିଦେଲେ ଭଲ ଲାଗିବ। ଏହାପରେ ସେମାନେ ସେ ଗଛ ପାଖକୁ ଗଲେ ଏବଂ ସେଠି ବିଶ୍ରାମ କଲେ। ଓଃ, କି ଶାନ୍ତି ଲାଗିଲା। ସେମାନେ ଏମିତି କଥା ହେଉଥାନ୍ତି, ହଠାତ୍ ତାଙ୍କ ସାମ୍ନାରେ ଗୋଟିଏ ବଡ଼ ଚଢ଼େଇ ଆସି ପଡ଼ିଲା। ସେମାନେ ଏତେ ବଡ଼ ଚଢ଼େଇ ଆଗରୁ କେବେ ଦେଖି ନଥିଲେ, ତେଣୁ ଦୁଇ ଚଢ଼େଇ ଡରିଗଲେ। ରାନୁ ରାନୁ, ଇଏ କଣ ଦେଖିଲୁ? ଏତେ ବଡଟାଏ ହେଇଛି। ମତେ ତ ଡର ଲାଗୁଛି। ଆସ ଏଠୁ ପଳେଇବା। ରହ ଟିକେ, ତାକୁ ଦେଖେ, କଣ ହେଇଛି ତାର। ତୁ ଆସିଲୁ ଆମେ ପଳେଇବା। ଏଠି ରହିବା ଆମକୁ ବିପଦ। ଚୁପ୍ କର, ଚୁପ୍। ପାଣି, ପାଣି, ପାଣି। କିଏ ଅଛ? ମତେ ଟିକେ ପାଣି ଦିଅ। ହଁ, ରୁହ ରୁହ, ମୁଁ ଏବେ ପାଣି ଦଉଛି। ଆରେ ପାଗଳଟା ନା କଣ? ଚାଲ ଏଠୁ। ଏକୁ ତୁ ଯଦି ପାଣି ଦବୁ, ଇଏ ଉଠିଲେ ଆମ ତତେ ହିଁ ଖାଇବ। ଖାଇଲେ ଖାଇବ, କିନ୍ତୁ ମୁଁ ତାକୁ ନିଶ୍ଚୟ ପାଣି ଦେବି। ଏମିତି କହି ରାନୁ ସମୁଦ୍ରରୁ ପାଣି ଆଣିଲା ଏବଂ ସେଇ ବଡ଼ ଚଢ଼େଇକୁ ପାଣି ପିଇବାକୁ ଦେଲା। ପାଣି ପିଇଲାରୁ ବଡ଼ ଚଢ଼େଇଟି ଉଠି ବସିଲା। ମତେ ମାରନି, ମୁଁ ତୁମର କିଛି ବି କ୍ଷତି କରିନି। ମତେ ମାରନି, ମୁଁ ମୋ ମାର ଗୋଟିଏ ଛୁଆ। ଓହୋ ଜଗୁ, କିଛି ହବନି, ତୁ ରହ। ଆରେ କିଏ ତୁମେ? ଆଉ ତୁମେ ଏଠି କେମିତି ଆସି ପଡ଼ିଗଲ? ମୁଁ ସିମ୍ବା, ସମୁଦ୍ର ସେପାରିରୁ ଆସିଛି। ଏଠି ବୁଲିବାକୁ ମତେ ବହୁତ ଭଲ ଲାଗେ। ତୁମକୁ ଧନ୍ୟବାଦ, ତୁମେ ମତେ ପାଣି ଦେଲ। ଆଚ୍ଛା, ତୁମେ ମାନେ ତ ତୁମ ପରିଚୟ ଦେଲନି। ମୁଁ ରାନୁ, ଆଉ ଇଏ ଜଗୁ। ଆମେ ଏଇ ପାଖରେ ରହୁଛୁ। ଆଚ୍ଛା କହିଲ, ତୁମେ କଣ ଆମ ପରି ଚଢ଼େଇମାନଙ୍କୁ ଖାଇଦିଅ? ନା ନା, ଆମେ ତ ଶାକାହାରୀ। ଆମେ ସବୁବେଳେ ଫଳମୂଳ ଖାଉ। ତୁମେ ଜାଣିଛ, ଆମ ସେପଟେ ବହୁତ ବଡ଼ ବଡ଼ ଫଳ ଗଛ ରହିଛି, ଆଉ ସେ ଫଳଗୁଡ଼ିକ ବହୁତ ସ୍ୱାଦିଷ୍ଟ। ସତରେ ତୁମେ ଶାକାହାରୀ? ଆଚ୍ଛା, ତୁମେ ଆଉ କେବେ ଆସିଲେ ଆମ ପାଇଁ ଗୋଟେ ଭଲ ସ୍ୱାଦିଷ୍ଟ ଫଳ ଆଣିବ। ହଉ, ଆମେ ଏଥର ଆସୁଛୁ। ଆରେ ରୁହ ରୁହ, ମୋ ପାଖରେ ଗୋଟେ ଫଳ ଅଛି, ନିଅ ଆକୁ ଖାଇ ନେବ। ଏମିତି କହି ସିମ୍ବା ଗୋଟେ ପାଚିଲା ଫଳ କାଢି ସେମାନଙ୍କୁ ଦେଲା। ଆରେ ନିଅ, ଏ ଫଳ ଖାଇଦିଅ। ସେହି ଫଳଟି ଦେଖିବାକୁ ବହୁତ ସୁନ୍ଦର ଥିଲା, ହେଲେ ଜଗୁ ମନରେ ଭୟ ଥିଲା ଯେ କାଳେ ଏ ଫଳ ବିଷ ଫଳ ହେଇଥିବ ଆଉ ଏକୁ ଖାଇଲେ ଆମେ ମରିଯିବା। ତେଣୁ ସେ ରାନୁ କାନରେ କହିଲା, ରାନୁ ରାନୁ, ଏ ଫଳ ଖାନି, ଇଏ ବିଷ ଫଳ ହେଇଥିବ। ଏକୁ ଖାଇଲେ ଆମେ ମରିଯିବା, ବୁଝିଲୁ? ଆରେ କିଛି ହବନି। ଆରେ ତୁମେ ମାନେ କଣ ଭାବୁଛ? ମୁଁ ଜାଣିଛି, ଏ ଫଳ ବିଷ ଫଳ ନୁହେଁ। ରୁହ, ମୁଁ ଆଗ ଖାଉଛି, ତାପରେ ତୁମେ ଖାଇବ। ଏମିତି କହି ସିମ୍ବା ସେହି ଫଳରୁ ଟିକେ ଖାଇଲା। ଏହାପରେ ଦୁଇ ଚଢ଼େଇ ସେ ଫଳ ଖାଇଲେ। ଆରେ ବାଃ, ଏ
ଉପରେ ବସିଲେ ଏବଂ ସିମ୍ବା ତାଙ୍କୁ ବୁଲେଇ ନେଲା। କିଛି ସମୟ ପରେ ସେମାନେ ଦୂର ଆକାଶକୁ ଉଡ଼ିଲେ। ଆରେ ବା, ଆଜି ତ ମଜା ଆସିଗଲା। ତତେ ତ ମଜା ଲାଗୁଛି ଆଉ ମତେ ଡର ଲାଗିଲାଣି। ଡରନି, କିଛି ହବନି। କିଛି ସମୟ ବୁଲିବା ପରେ ସିମ୍ବା ସେମାନଙ୍କୁ ଛାଡ଼ି ଦେଇ ସେଠୁ ଚାଲିଗଲା ଓ ଦୁଇ ଚଢ଼େଇ ତାଙ୍କୁ ଟାଟା କଲେ। ଜଗୁ, ତୁ ଏ କଥା କାହାକୁ କହିବୁନି। ଘରେ ଯାଇଲେ ମା ମତେ ବହୁତ ମାରିବ। ତୁ ବି କାହାରିକୁ କହିବୁନି।